ଘନବାବୁଙ୍କ କଥା ମାନି ସମସ୍ତେ ଯାଇ ତାନ୍ତ୍ରିକଙ୍କ ପାଖରେ ପହଞ୍ଚିଲେ। ବାବା ପ୍ରଣାମ। ବାବା, ଆମେ ବହୁତ ବଡ଼ ଅସୁବିଧାରେ ଫସି ଯାଇଛୁ। ଆମକୁ କେବଳ ଆପଣ ହିଁ ଏହି ଅସୁବିଧାରୁ ସାହାଯ୍ୟ କରିପାରିବେ। ଆରେ ଘନ, କଣ ହେଇଛି କିରେ? ଏ ଅଶୋକ ଏମିତି କଣ କହୁଛି? କଣ ଅସୁବିଧା ହେଇଛି କି? ବାବା, ଏଇ ଅଶୋକର ପୁଅ ଗୁଡୁ ଆଉ ଏଇ ମନୁଆର ଭାଇ ସନ୍ତିଆ କାଲି ଗାଁରେ ବୁଲାବୁଲି କରୁଥିଲେ। ବୁଲାବୁଲି କରୁ କରୁ ପିଲା ଦିଟା ସେଇ ପୁରୁଣା ବଙ୍ଗଳା ଆଡ଼କୁ ବୁଲିବାକୁ ପଳେଇଲେ, ହେଲେ ଏଯାଏଁ ଘରକୁ ଫେରି ନାହାନ୍ତି। ଆମେମାନେ ସବୁଆଡ଼େ ଖୋଜି ସାରିଲୁଣି, କୋଉଠି ବି ନାହାନ୍ତି। ପିଲା ଦିଟା ନିଶ୍ଚୟ ସେଇ ବଙ୍ଗଳାରେ ଫସି ଯାଇଛନ୍ତି। ଆରେ ଏ ତ ବଡ଼ ଅଡୁଆ ହେଲା। ସେଇଟା ତ ବଡ଼ ଭୟଙ୍କର ବଙ୍ଗଳା। ସେଠିକି ତ କେହି ବି ଯାଆନ୍ତିନି। ସେ ଦି ଜଣ କେମିତି ପଳେଇଲେ? ବାବା, ସେ ଦି ଜଣ ଏଇଠି ବୁଲାବୁଲି କରିବାକୁ କହି ସେଇ ବଙ୍ଗଳା ଆଡ଼କୁ ବୁଲିବାକୁ ପଳେଇଲେ। ବାବା, ଦୟାକରି କିଛି ଗୋଟେ କରନ୍ତୁ। ତମେ ମାନେ ଜମା କେହି ବ୍ୟସ୍ତ ହୁଅନି। ମୁଁ ଏବେ ହିଁ ସେ ବଙ୍ଗଳାକୁ ଯାଉଛି। ସେ ବଙ୍ଗଳାରେ ଯିଏ ବି ଥାଉ ନା କାହିଁ, ମୁଁ ଯେମିତି ବି ହେଲେ ସେ ବଙ୍ଗଳା ଭିତରୁ ଗୁଡୁ ଓ ସନ୍ତିଆକୁ ବାହାରକୁ ଆଣିବି। ଚାଲ ଏବେ ଯିବା, ଚାଲ। ଏହାପରେ ତାନ୍ତ୍ରିକଙ୍କ ସହିତ ସମସ୍ତେ ଯାଇ ସେଇ ବଙ୍ଗଳା ପାଖରେ ପହଞ୍ଚିଲେ। ଶୁଣ, ତମେ ମାନେ ଏଇଠି ହିଁ ଥିବ। ମୁଁ ବଙ୍ଗଳା ଭିତରକୁ ଏକାକୀ ଯାଇ ସେ ଦି ଜଣଙ୍କୁ ଖୋଜୁଛି। ଏହାପରେ ତାନ୍ତ୍ରିକ ଏକାକୀ ବଙ୍ଗଳା ଭିତରକୁ ଗଲେ। ଗୁଡୁ, ସନ୍ତିଆ, କୋଉଠି ଅଛ ତମେ ମାନେ? ତାନ୍ତ୍ରିକ ଏପରି ବଙ୍ଗଳା ଭିତରେ ଖୋଜିଲେ, ହେଲେ କାହାକୁ ବି ପାଇଲେନି। ଆରେ ଏଠି ତ କେହି ବି ନାହାନ୍ତି। ହେଲେ ମତେ ବଙ୍ଗଳା ଭିତରକୁ ଆସିବା ପରଠୁ ଏଠି ମତେ ଗୋଟେ ଦୁଷ୍ଟ ଶକ୍ତିର ଆଭାସ ହଉଛି। ମତେ ଲାଗୁଛି ଯେ ମୋ ଆଖପାଖରେ ଗୋଟେ ଦୁଷ୍ଟ ଶକ୍ତି ଘୁରି ବୁଲୁଛି। ମତେ ଲାଗୁଛି ଗୁଡୁ ସନ୍ତିଆଙ୍କ ନିଖୋଜ ପଛରେ ଏଇ ଦୁଷ୍ଟ ଶକ୍ତିର ହିଁ ହାତ ଅଛି। ଏହାପରେ ତାନ୍ତ୍ରିକ ବଙ୍ଗଳାର ମଝିକୁ ଯାଇ କିଛି ଗୋଟେ ମନ୍ତ୍ର ପଢିଲେ। ଓಂ ଗ୍ଲିଂ ଗ୍ଲିଂ ଚାମୁଣ୍ଡାୟ ସ୍ୱାହା। ଏଠି କିଏ ଅଛି? ମୋ ସାମ୍ନାକୁ ଆ। ଆରେ ହେ, ଗାଁ ଲୋକଙ୍କୁ ବଞ୍ଚେଇବା ପାଇଁ ତାନ୍ତ୍ରିକ ଆସିଛି ରେ। ଏ ଦୁଷ୍ଟ ଆତ୍ମା, ମୁଁ ତତେ ଭଲରେ କହୁଛି, ସେ ପିଲା ଦିଟାଙ୍କୁ କୋଉଠି ରଖିଛୁ ଛାଡ଼ିଦେ, ନହେଲେ ମୋ ମନ୍ତ୍ର ବଳରେ ତତେ ବନ୍ଦୀ କରିଦେବି। ଆରେ ତୁ ମତେ ଡରେଇକି ସେ ଦି ଜଣଙ୍କୁ ମୋଠୁ ନେଇ ପଳେଇବୁ? ମୁଁ ସେମିତି କେବେ ବି ହବାକୁ ଦେବିନି। ତୋର କୌଣସି ମନ୍ତ୍ର ମୋ ଉପରେ କାମ କରିବନି। ଆରେ ଏ ଡାହାଣୀ ଉପରେ ତ ମୋର କୌଣସି ମନ୍ତ୍ର କାମ କରୁନି। ଏବେ କଣ ହବ? କେମିତି ମୁଁ ସେ ପିଲା ଦି ଜଣଙ୍କୁ ବଞ୍ଚେଇବି? ହେ ପ୍ରଭୁ, ଏବେ ତମେ ହିଁ ଆମର ସାହାଯ୍ୟ କର। ଆରେ ତୁ ଆସିଥିଲୁ ସେ ଦି ଜଣଙ୍କୁ ବଞ୍ଚେଇବା ପାଇଁ, ହେଲେ ଆଜି ତୁ ମୋର ଶିକାର ହେଇଗଲୁ। ବହୁତ ଦିନ ହେଲାଣି ମଣିଷର ମାଂସ ଖାଇ ନଥିଲି, ହେଲେ ଏବେ ଲାଗୁଛି ମୁଁ ମନ ଭରି ମଣିଷର ମାଂସ ଖାଇବି। ଏହାପରେ ଡାହାଣୀ ତାନ୍ତ୍ରିକଙ୍କୁ ବନ୍ଦୀ କରିଦେଲା। ତାନ୍ତ୍ରିକ ବହୁତ ଚେଷ୍ଟା କରି ବଙ୍ଗଳା ଭିତରୁ କବାଟ ପାଖରେ ରହି ବାହାରେ ଥିବା ଘନ ଓ ଅଶୋକକୁ ଡାକିଲେ। ଆରେ ଘନ, ଆରେ ଅଶୋକ, ମୋ କଥା ଶୁଭା ଯାଉଛି? ଘନ ବାବୁ, ଶୁଣିଲ, ଏଇଟା ତ ତାନ୍ତ୍ରିକ ବାବାଙ୍କ ପାଟି ପରି ଶୁଭୁଛି ନା? ଆଜ୍ଞା ବାବା, କୁହନ୍ତୁ, ଏଇଠି ଅଛୁ ଆମେ। ଆରେ ଘନ, ଶୁଣ, ଏଠି ଗୋଟେ ଭୟଙ୍କର ଦୁଷ୍ଟ ଆତ୍ମାଟେ ଅଛି। ଏଇ ଆତ୍ମାଟା ବହୁତ ଭୟଙ୍କର ଆଉ ବହୁତ ଶକ୍ତିଶାଳୀ। ଏଇ ଦୁଷ୍ଟ ଆତ୍ମାର ଶକ୍ତି ଆଗରେ ମୋର ମନ୍ତ୍ର କିଛି ବି କାମ କରୁନି। ସେ ମତେ ବି ଏଠି ବନ୍ଦୀ କରିଦେଲା। ତମେ ମାନେ ଗୋଟେ କାମ କର, ଏବେ ଶୀଘ୍ର ଯାଇ ପାଖ ଗାଁର ମୁଖ୍ୟ ପଣ୍ଡିତଙ୍କୁ ଡାକି ଆଣ। ସେ ହିଁ ଏଇ ଦୁଷ୍ଟ ଆତ୍ମାର କିଛି ଗୋଟେ କରିପାରିବେ। ଯାଅ, ଜଲ୍ଦି ଯାଅ ତମେ ମାନେ। ଏହାପରେ ଘନ ବାବୁ ଓ ଅଶୋକ ଭାଇ ମୁଖ୍ୟ ପଣ୍ଡିତଙ୍କ ପାଖକୁ ଗଲେ।